ସେହି ଦିନ ରାତିରେ ରାମୁ ମୋ ରୁମକୁ ଆସି ପଚାରିଲା, ମ୍ୟାଡାମ ମୁଁ ଆପଣଙ୍କ ପାଇଁ ଖାଦ୍ୟ ଆଣିବି କି? ମୁଁ ଉତ୍ତର ଦେଲି, ମତେ ଏବେ ଭୋକ ଲାଗୁନାହିଁ। ତାପରେ ମୁଁ ପଚାରିଲି, ରାମୁ ଆପଣ ମୋ ପାଇଁ ଏକ ଉପକାର କରିବେ କି? ରାମୁ ଉତ୍ତର ଦେଲା, ନିଶ୍ଚିତ ଭାବରେ ମୁଁ କରିବି ମ୍ୟାଡାମ। ମୁଁ କହିଲି, ରାମୁ ମୋର ଦେହ ଭଲ ଲାଗୁନାହିଁ, ଟିକେ ତେଲ ଗରମ କର, ମୋ ହାତ ଗୋଡ଼ ତେଲ ଦେଇ ମୋତେ ଟିକେ ମାଲିସ କର। ରାମୁ କହିଲା, ଠିକ ଅଛି ମ୍ୟାଡାମ, ମୁଁ ତେଲ ଗରମ କରି ଆଣୁଛି। ମୁଁ ଗୋଟିଏ ନାଇଟି ପିନ୍ଧିଥିଲି। ମୁଁ ବିଛଣାରେ ଶୋଇ ପଡ଼ିଲି। ରାମୁ 5 ମିନିଟ ମଧ୍ୟରେ ତେଲ ଗରମ କରି ମୋ ରୁମକୁ ଆସି ଠିଆ ହୋଇଗଲେ। ମୁଁ ମୋର ନାଇଟି ଆଣ୍ଠୁ ପର୍ଯ୍ୟନ୍ତ ଉଠାଇ କହିଲି, ରାମୁ ତେଲ ମାଲିସ କର। ରାମୁ କହିଲା, ଠିକ ଅଛି ମ୍ୟାଡାମ, ମୁଁ ଗୋଡରେ ତେଲ ମାଲିସ କରୁଛି। ମୁଁ ଜାଣିଶୁଣି ମୋର ନାଇଟି ରାମୁକୁ ଆକର୍ଷଣ କରିବା ପାଇଁ ଦେଖାଇବା ପାଇଁ ଉଠାଇଲି। ମୋ ଗୋଡ ମାଲିସ କରିବା ସମୟରେ ରାମୁ ମୋ ଗୋଡକୁ ଚାହିଁ ରହିଲା। ରାମୁର ହାତ ପୂର୍ବ ଅପେକ୍ଷା ଆହୁରି କଠିନ ହୋଇଯାଇଥିଲା। ତାପରେ ମୁଁ ପଛକୁ ବୁଲି କହିଲି, ରାମୁ ମୋ ପିଠି ମଧ୍ୟ ମାଲିସ କର, ବହୁତ ଯନ୍ତ୍ରଣା ହେଉଛି। ମୁଁ ଟିକେ ଅନୁଭବ କଲି। ସେ କହିଲେ, ମ୍ୟାଡାମ ମୁଁ ଏହା କରିପାରିବି ନାହିଁ। ମୁଁ କହିଲି, ରାମୁ ଦେଖ, ଲଜ୍ଜିତ ହେବାର କୌଣସି ଆବଶ୍ୟକତା ନାହିଁ। ମୁଁ ତୁମକୁ ନିଯୁକ୍ତି ଦେଇଛି ଏବଂ ମୁଁ ତୁମକୁ ଏହି ମାଲିସ ପାଇଁ ଅଲଗା ଭାବରେ ଦରମା ଦେବି, ଯାହାଦ୍ୱାରା ତୁମେ ତୁମର ଘର ଭଲ ଭାବରେ ଚଳାଇ ପାରିବ। ମୁଁ ତାକୁ କିଛି ଟଙ୍କା ପ୍ରଦାନ କଲି। ରାମୁ ମୋ ପିଠିରୁ ମୋର ଗାଉନ ଉଠାଇ ମାଲିସ କରିବାକୁ ଲାଗିଲି। ମୁଁ କାନ୍ଥରେ ଥିବା ଦର୍ପଣରେ ଦେଖିଲି ଯେ ସେ ମୋ ଶରୀରକୁ ଚାହିଁ ଅଛନ୍ତି। ମୁଁ କହିଲି, ରାମୁ ମୋ ପିଠିକୁ ଭଲ ଭାବରେ ମାଲିସ କର। ସେ ଥରୁଥିବା ହାତରେ ମୋ ପିଠିକୁ ମାଲିସ କରୁଥିଲେ। ତାଙ୍କ ହାତ ପ୍ରବଳ ଥରୁଥିଲା। କିଛି ସମୟ ପରେ ମୁଁ ପଛକୁ ବୁଲି ସିଧା ବସି କହିଲି, ରାମୁ ମୋ ପେଟକୁ ମଧ୍ୟ ମାଲିସ କର। ରାମୁ କହିଲା, ମ୍ୟାଡାମ ତୁମେ କଣ କହୁଛ? ରାମୁ ବହୁତ ଡରୁଥିଲା। ସେ ଟିକିଏ ଲାଜ କଲେ। ନିଜେ ପ୍ରଥମେ କରିବାକୁ ଚାହୁଁନଥିଲେ। ସେ ଚାହୁଁଥିଲେ ଯେ ମୁଁ ପ୍ରଥମେ ଏହା କରିବି। ସେ ଟିକେ ଲାଜୁଆ ଥିଲେ। ତେଣୁ ମୁଁ ତାଙ୍କ 2 ହାତ ଧରି କହିଲି, ନମସ୍କାର ବନ୍ଧୁଗଣ, ଆଉ ଗୋଟିଏ ରୋମାଞ୍ଚକ କାହାଣୀକୁ ଆପଣଙ୍କୁ ସ୍ୱାଗତ। ମୁଁ ଆଶା କରୁଛି ତୁମେ ଏହାକୁ ଉପଭୋଗ କରିବ। ମୋର ନାମ ରୋମା ଏବଂ ମୁଁ ଜଣେ ସୁନ୍ଦର 24 ବର୍ଷୀୟ ମହିଳା। ମୁଁ 3 ବର୍ଷ ହେଲା ବିବାହିତ। ମୁଁ ଜୀବନରେ ସମସ୍ତ ସୁଖ ପାଇଛି, କିନ୍ତୁ ମୁଁ ଜଣେ ମହିଳା ଚାହୁଁଥିବା ଗୋଟିଏ ଜିନିଷ ପାଇନାହିଁ ଏବଂ ସେହି ସୁଖ ହେଉଛି ମୋ ସ୍ୱାମୀଙ୍କ ପ୍ରେମ। ମୋ ସ୍ୱାମୀ ଜଣେ ବିଶିଷ୍ଟ ବ୍ୟବସାୟୀ ଏବଂ ତାଙ୍କର ବ୍ୟବସାୟିକ ପ୍ରତିବଦ୍ଧତା ଯୋଗୁଁ ସେ ସର୍ବଦା ଘରୁ ଦୂରରେ ରୁହନ୍ତି। ମୋ ପାଖରେ ମୋର ଆବଶ୍ୟକ ସମସ୍ତ ଜିନିଷ, ଆରାମ ଏବଂ ଧନ ଅଛି, କିନ୍ତୁ ମୁଁ ସବୁବେଳେ ମୋ ପାଖରେ ଚାହୁଁଥିବା ଗୋଟିଏ ଜିନିଷ ହେଉଛି ମୋ ସ୍ୱାମୀ ଏବଂ ମୁଁ ତାଙ୍କ ପ୍ରେମ ପାଇନାହିଁ। ମୋର ମଧ୍ୟ 22 ବର୍ଷ ବୟସର ରାମୁ ନାମକ ଜଣେ ଚାକର ଅଛି। ସେ ମଧ୍ୟ ବିହାରର ଏବଂ ବିବାହିତ, କିନ୍ତୁ ତାଙ୍କ ସ୍ତ୍ରୀ ବିହାରରେ ରୁହନ୍ତି ଏବଂ ସେ ମଧ୍ୟ ତାଙ୍କ ସ୍ତ୍ରୀଙ୍କ ପ୍ରେମ ପାଇଁ ଆଗ୍ରହୀ। ଗତ ବର୍ଷ ଯେତେବେଳେ ମୋ ସ୍ୱାମୀ ଘରକୁ ଆସିଲେ, ସେ ଗୋଟିଏ ଦିନ ରହିଲେ ଏବଂ ଫୋନରେ ସାରା ଦିନ ବିତାଇଲେ ଏବଂ ସେହି ରାତିରେ ସେ ମୋତେ କହିଲେ ଯେ ସେ ଗୋଟିଏ ମାସ ପାଇଁ ଆମେରିକା ଯାଉଛନ୍ତି ବ୍ୟବସାୟ ପାଇଁ। ମୁଁ ସେହି ରାତିରେ ବହୁତ କାନ୍ଦିଥିଲି। ପ୍ରତ୍ୟେକ ଥର ମୋ ସ୍ୱାମୀ ଘରକୁ ଆସିଲେ ସେ କେବଳ ଗୋଟିଏ ଦିନ ପାଇଁ ରହିଲେ। ଯାହା କରିବାକୁ ପଡ଼ିବ ତାହା କଲେ ଏବଂ ତାପରେ ଚାଲିଗଲେ। ମୋତେ ସବୁଦିନ ପରି ତାଙ୍କ ପ୍ରେମ ପାଇଁ ଆଗ୍ରହୀ କରି ଛାଡ଼ିଦେଲେ। ଏହା କଣ ଏକ ସମ୍ପର୍କ? ସେ ଘରୁ ବାହାରିବା ପରେ ମୁଁ ପ୍ରଚୁର ମଦ୍ୟପାନ କଲି ଏବଂ ଅସୁସ୍ଥ ହୋଇଗଲି। ମୋର ଚାକର ରାମୁ ମୋତେ ଡାକ୍ତରଖାନାରେ ଭର୍ତ୍ତି କଲା। ଚିକିତ୍ସା ପରେ ସେ ମୋତେ ଘରକୁ ଆଣି ମୋର ବହୁତ ଯତ୍ନ ନେଲେ। ମୁଁ ସୁସ୍ଥ ହେବା ପରେ ମୁଁ ତାଙ୍କୁ ଗୋଟିଏ ଦିନ ଫୋନ କରି ଧନ୍ୟବାଦ ଜଣାଇଲି। ରାମୁ କହିଲା, ମ୍ୟାଡାମ ମୁଁ ତୁମର କର୍ମଚାରୀ। ତୁମର ସେବା କରିବା ମୋର କାମ। ଆମର ଦାରିଦ୍ର୍ୟ ଯୋଗୁଁ ଆମେ ଆମ ସ୍ତ୍ରୀ ଏବଂ ପିଲାମାନଙ୍କ ଠାରୁ ଦୂରରେ ଅଛୁ। ଆମେ ଟଙ୍କା ରୋଜଗାର କରିବାକୁ ଏଠାରେ ଅଛୁ ଏବଂ ତୁମର ସବୁକିଛି ଥାଇ ମଧ୍ୟ ତୁମ ସ୍ୱାମୀଙ୍କ ଠାରୁ ଦୂରରେ ଅଛ। ସେଥିପାଇଁ ମୁଁ ବହୁତ ଦୁଃଖିତ। ମୁଁ ବହୁତ କଥା ହୋଇଗଲି। ମୁଁ ବିବାହ କରିବା ପରଠାରୁ ମୁଁ ମୋ ସ୍ତ୍ରୀ ସହିତ ମାତ୍ର 2 ମାସ ବିତାଇ ପାରିଛି। ସେବେଠାରୁ ଗୋଟିଏ ବର୍ଷ ବିତିଗଲାଣି ଏବଂ ମୁଁ ଏପର୍ଯ୍ୟନ୍ତ ମୋର ସ୍ତ୍ରୀକୁ ଦେଖିନାହୁଁ। ମୁଁ ତାଙ୍କୁ ବହୁତ ମନେ ପକାଉଛି, କିନ୍ତୁ ଯଦି ଆମେ ରୋଜଗାର ନ କରୁ ତେବେ ଆମେ ଘର କିପରି ଚଳାଇବୁ? ମୁଁ ତାଙ୍କୁ ଟଙ୍କା ଦେଇ ଘରକୁ ଯିବାକୁ କହିଲି। ସେ କହିଲେ, ନା ମ୍ୟାଡାମ, ମୁଁ ଏହି ଟଙ୍କା ଘରକୁ ପଠାଇବି, ଯାହାଦ୍ୱାରା ଆମେ ଘର ଚଳାଇ ପାରିବୁ। ମୁଁ ଏଠାରେ ଆପଣଙ୍କ ସେବାରେ ରହିବି। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଯାହା ହେଉ, ଯଦି ମାଲିକ ଘରେ ନଥାନ୍ତି
ତେବେ ମତେ ଆପଣଙ୍କର ଯତ୍ନ ନେବାକୁ ପଡ଼ିବ। ରାମୁର କଥା ମୋ ହୃଦୟକୁ ଛୁଇଁଲା। ଏହି ଗରିବ ଲୋକଟି ତାଙ୍କ ସ୍ତ୍ରୀଙ୍କୁ ବହୁତ ଭଲ ପାଏ ଏବଂ ମୋ ସ୍ୱାମୀ ଥାଇ ମଧ୍ୟ ତଥାପି ସେ ମୋତେ ମଧ୍ୟ ମନେ ପକାନ୍ତି ନାହିଁ। ସେ ନିଶ୍ଚୟ ତାଙ୍କ ସ୍ତ୍ରୀ ବିନା ଏଠାରେ ବହୁତ କଷ୍ଟ ପାଉଛନ୍ତି, ଯେପରି ମୁଁ ମୋ ସ୍ୱାମୀ ବିନା। ତାପରେ ଏକ ଅନ୍ଧକାର ଭାବନା ମୋତେ ଆଘାତ କଲା। ଆମେ ପରସ୍ପରର ଦୁଃଖ ଦୂର କରିପାରିବା। ସେବେଠାରୁ ମୋର ଧ୍ୟାନ ରାମୁ ଉପରେ ଗଲା। ଗୋଟିଏ ଦିନ ସେ ଘର ସଫା କରୁଥିଲେ। ସେତେବେଳେ ସେ ତଳେ କେବଳ ଏକ ଅଧା ପ୍ୟାଣ୍ଟ ପିନ୍ଧିଥିଲେ। ତାଙ୍କର ମାଂସପେଶୀ ଏବଂ ଶରୀର ଦେଖି ମୁଁ କିଛି ଉତ୍ତେଜିତ ଅନୁଭବ କଲି। ମୁଁ ତାଙ୍କର ପ୍ରତି ମୋର ଇଚ୍ଛାକୁ ପୂରଣ କରିବାକୁ ଦୃଢ଼ ସଂକଳ୍ପବଦ୍ଧ ଥିଲି। ମୁଁ ତାଙ୍କୁ ମୋ ପାଖକୁ ଆଣିବା ପାଇଁ ନୂତନ ପଦ୍ଧତି ଚେଷ୍ଟା କରିଥିଲି, କିନ୍ତୁ ତାଙ୍କର ଧ୍ୟାନ ସର୍ବଦା ଘରକାମ ଉପରେ କେନ୍ଦ୍ରିତ ଥିଲା। ମୁଁ ତାଙ୍କୁ ବିଭ୍ରାନ୍ତ କରିବା ଏବଂ ଆକର୍ଷିତ କରିବା ପାଇଁ ତାଙ୍କ ଆଗରେ ଜାଣିଶୁଣି ଅସ୍ଥିର ପୋଷାକ ପିନ୍ଧୁଥିଲି, କିନ୍ତୁ ସେ ସର୍ବଦା ତାଙ୍କ କାମରେ ବ୍ୟସ୍ତ ରହୁଥିଲେ। ଯେତେବେଳେ ମୁଁ ଗାଧୋଇବାକୁ ଯାଉଥିଲି, ମୁଁ ଜାଣିଶୁଣି ବାଥରୁମ୍ ଦ୍ୱାର ଖୋଲା ରଖିଥିଲି ଏବଂ ପ୍ରାୟତଃ ମୁଁ ରାମୁ ସମ୍ମୁଖରେ ଅସ୍ଥିର ନାଇଟ୍ ସୁଟ୍ ପିନ୍ଧିଥିଲି। କିନ୍ତୁ ମୋର ସମସ୍ତ ପ୍ରୟାସ ବିଫଳ ହୋଇଥିଲା। ମୁଁ ଅନୁଭବ କଲି ଯେ ରାମୁକୁ ଶୀଘ୍ର ଓହରିଯିବା ପାଇଁ ମୋତେ ଅନ୍ୟ ଏକ ଉପାୟ ଆବଶ୍ୟକ। ମୁଁ ରାମୁକୁ ଡାକି ପଚାରିଲି, ତୁମେ ଆଜି ପ୍ରକୃତରେ ପିଇବାକୁ ଚାହୁଁଛ କି? ସେ କହିଲେ, ମ୍ୟାଡାମ, ମଦ୍ୟପାନ ତୁମ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ ଏବଂ ଗତ ଥର ତୁମେ ଏତେ ମଦ୍ୟପାନ କରିଥିଲ ଯେ ତୁମେ ଅସୁସ୍ଥ ଅନୁଭବ କଲ। ମୁଁ କହିଲି, ତେବେ ମୁଁ କଣ କରିବି? ମୁଁ ମୋ ସ୍ୱାମୀଙ୍କୁ ବହୁତ ମନେ ପକାଉଛି। ମୁଁ ତାଙ୍କ ପ୍ରେମ ପାଇଁ ବ୍ୟାକୁଳ ଏବଂ ମୋ ସ୍ୱାମୀ ମୋର ଚିନ୍ତା ବୁଝିପାରୁନାହାନ୍ତି। ସେ ଚୁପଚାପ ଶୁଣୁଥିଲେ। ତାଙ୍କ ମୁଣ୍ଡ ନଇଁ ପଡ଼ିଥିଲା। ମୁଁ ଜାରି ରଖିଲି। ମୁଁ 2ଟି ଗ୍ଲାସରେ ମଦ ଢାଳି ଗୋଟିଏ ରାମୁକୁ ଦେଲି। ସେ କହିଲେ, ମା, ମୁଁ ପିଏ ନାହିଁ ଏବଂ ଏପରି ଏକ ହବିରେ ଲିପ୍ତ ହେବା ପାଇଁ ମୋର କୌଣସି ଉପାୟ ନାହିଁ। ମୁଁ ସମ୍ପୂର୍ଣ୍ଣ ଅସହାୟ ଥିଲି। ମୁଁ କଣ କରିବା ଉଚିତ? ତାପରେ ମୋର ଦୁଷ୍ଟ ମନରେ ଏକ ଯୋଜନା ଆସିଲା। ମୁଁ ଜାଣିଥିଲି ଯେ ଏହା ନିଶ୍ଚିତ ଭାବରେ କାମ କରିବ, କାରଣ ମୁଁ ଜାଣିଥିଲି ଯେ ମୋ ସ୍ୱାମୀ ମୋ ଅପେକ୍ଷା ତାଙ୍କ ବ୍ୟବସାୟ ବିଷୟରେ ଅଧିକ ଚିନ୍ତା କରନ୍ତି ଏବଂ ମୁଁ ଏପରି ଜୀବନ ବଞ୍ଚିବାକୁ ଚାହୁଁନଥିଲି। ପ୍ରତ୍ୟେକ ମହିଳା ଚାହାନ୍ତି ଯେ ବିବାହ ପରେ ତାଙ୍କ ସ୍ୱାମୀ ତାଙ୍କ ସହିତ ରୁହନ୍ତୁ, ସେ ତାଙ୍କୁ ଭଲ ପାଆନ୍ତୁ, ତାଙ୍କର ଯତ୍ନ ନିଅନ୍ତୁ ଏବଂ ହୁଏତ ସ୍ୱାମୀଙ୍କ ପ୍ରେମ ମୋ ଭାଗ୍ୟରେ ନଥିଲା। ସେହି ରାତିରେ ରାମୁ ମୋ ରୁମକୁ ଆସି କହିଲା, ମ୍ୟାଡାମ, ଦୟାକରି ରାତ୍ରି ଭୋଜନ ଖାଇବେ ଆସନ୍ତୁ। ତେଣୁ ମୁଁ କହିଲି, ମୁଁ ଏବେ ଭୋକିଲା ନାହିଁ। ତାପରେ ମୁଁ ପଚାରିଲି, ରାମୁ, ତୁମେ ଆଜି କଣ କରିବ? ମୋ ପାଇଁ ଏକ କାମ କର। ରାମଲାଲ ଉତ୍ତର ଦେଲେ, ନିଶ୍ଚିତ ଭାବରେ ମୁଁ କରିବି ମ୍ୟାଡାମ। ମୁଁ କହିଲି, ରାମୁ, ମୋର ଦେହ ଭଲ ନାହିଁ। ତେଲ ଗରମ କରି ମୋ ହାତ ଏବଂ ପାଦ ମାଲିସ କର ଏବଂ ମୋତେ ମଧ୍ୟ ମାଲିସ କରୁ। ରାମୁ କହିଲା, ଠିକ୍ ଅଛି ମ୍ୟାଡାମ, ମୁଁ ତେଲ ଗରମ କରି ଆଣିବି। ମୁଁ ସେତେବେଳେ ଏକ ନାଇଟି ପିନ୍ଧିଥିଲି। ମୁଁ ବିଛଣାରେ ଶୋଇ ପଡ଼ିଲି। 5 ମିନିଟ୍ ପରେ ରାମୁ ତେଲ ଗରମ କରି ରୁମକୁ ଆସିଲା ଏବଂ ସେଠାରେ ଠିଆ ହୋଇଗଲା। ମୁଁ ମୋର ନାଇଟି ଆଣ୍ଠୁ ପର୍ଯ୍ୟନ୍ତ ଉଠାଇଲି ଏବଂ ପଚାରିଲି, ରାମୁ, ମୋ ପାଦରେ ତେଲ ଲଗାଅ ଏବଂ ମାଲିସ କର। ତାପରେ ରାମୁ ମୋ ପାଦରେ ତେଲ ମାଲିସ କରିବାକୁ ଲାଗିଲା। ମୁଁ ଜାଣିଶୁଣି ମୋର ନାଇଟି ଉଠାଇଲି। ରାମୁ ମୋ ପ୍ରତି ଆକର୍ଷିତ ହେବା ପାଇଁ ମୋ ପାଦ ମାଲିସ କରିବା ସମୟରେ ରାମୁ ମୋ ଗୋଡ଼କୁ ଚାହିଁ ରହିଥିଲା। ରାମୁର ମୁଠା ପୂର୍ବ ଅପେକ୍ଷା ଆହୁରି କଠିନ ହୋଇଯାଇଥିଲା। ତାପରେ ମୁଁ ପଛକୁ ବୁଲି କହିଲି, ରାମୁ, ମୋ ପିଠି ମଧ୍ୟ ମାଲିସ କର, ବହୁତ କଷ୍ଟ ହେଉଛି। ସେ ଟାଣି ନେଇ ଚାଲିବାକୁ ଲାଗିଲେ। ସେ କହିଲେ, ମ୍ୟାଡାମ, ମୁଁ ଏହା କରିପାରିବି ନାହିଁ। ମୁଁ କହିଲି, ରାମୁ, ଦେଖ, ଲଜ୍ଜିତ ହେବାର କୌଣସି ଆବଶ୍ୟକତା ନାହିଁ। ମୁଁ ତୁମକୁ ନିଯୁକ୍ତି ଦେଇଛି ଏବଂ ତୁମେ ତୁମର ଘର ଚଳାଇ ପାରିବ। ତେଣୁ ମୁଁ ତୁମକୁ ଏହି ମସାଜ ପାଇଁ ଅଲଗା ଭାବରେ ଦେୟ ଦେବି। ମୁଁ ତାକୁ କିଛି ଟଙ୍କା ପ୍ରଦାନ କଲି। ରାମୁ ମୋ ପିଠିରୁ ମୋର ଗାଉନ ଉଠାଇ ମାଲିସ କରିବାକୁ ଲାଗିଲା। ମୁଁ କାନ୍ଥରେ ଥିବା ଦର୍ପଣରେ ଦେଖିଲି ଯେ ସେ ମୋ ଶରୀରକୁ ଚାହିଁ ରହିଛି। ମୁଁ କହିଲି, ରାମୁ, ମୋ ପିଠିକୁ ଭଲ ଭାବରେ ମାଲିସ କର। ସେ ଥରୁଥିବା ହାତରେ ମୋ ପିଠିକୁ ମାଲିସ କରୁଥିଲେ। ତାଙ୍କ ହାତ ବହୁତ ଥର ଥରୁଥିଲା। କିଛି ସମୟ ପରେ ମୁଁ ପଛକୁ ବୁଲି ସିଧା ବସିଲି। ମୁଁ କହିଲି, ରାମଲାଲ, ଏବେ ମୋ ପେଟ ମାଲିସ କର। ରାମୁ ପଚାରିଲା, ମ୍ୟାଡାମ, ତୁମେ କଣ କହୁଛ? ରାମୁ ବହୁତ ସକୋଚ କରୁଥିଲା। ମୁଁ ତାଙ୍କ 2ଟି ହାତକୁ ନେଇ ମୋ ପେଟ ଉପରେ ରଖିଲି ଏବଂ କହିଲି, ରାମୁ, ଭୟ କର ନାହିଁ। ଏହାକୁ ମାଲିସ କର ଏବଂ ଦେଖ ଏହା କିପରି ଅନୁଭବ କରୁଛି। ତୁମେ କୁହ, ଭଲ ଲାଗୁଛି କି? ରାମୁ ଥରି ଉଠି କହିଲା, ମ୍ୟାଡାମ, ଯଦି ମୋ ବସ୍ ଜାଣିଯାଆନ୍ତି
तेबे मु मोर चाकरी हराइबी। मु जणे बहुत गरीब लोक, घर खर्च पई मो स्त्री को पठाइबा पई मु केउठारु टंका पाइबी। जदि मो बॉस मोते चाकरीरु बाहर करिदिए। मु कहिली, रामू ए विषय चिंता कर नाही, मु जाहा कहुछि सेही परी कर। जाहा हेउ तुम मालिक एठारे रहु नाही। से गोटिए मास पई बाहरकु जाइछि एवं आम दुई जनक व्यतीत घरे आउ किए तुमर बसंकु ए विषय कहिब। तापरे मु कहिली, देख रामू, जदि तुमे मोर इच्छा अनुसारे काम करिचाल, तेबे तुमे कल्पना मध्य करिपारिब नाही जे मु तुमको केते धनी करिबी। तुम स्त्री को टंका पठाइबा पई तुमको एते संघर्ष करिबाकु पड़िबो नाही। केवल मोर इच्छा पूरण कर एवं तुम स्त्री एवं परिवार विषय चिंता करिबा बंद कर। मु तुम सहित अछि। मु सबु किछि सजाड़ी देबी एवं तुम परिवारर समस्त खर्च बहन करिबी। से बहुत चिंतित थिले, किंतु मु बुझी पारिली जे रामू निजको नियंत्रण करिपारु नथिला एवं जानी सुनी निजको सजम करुथिला। मु जानिथिली जे से मध्य तांको स्त्रींको प्रेम पई व्याकुल थिला। मु रामू को कहिली, रामू, मु मो स्वामींको प्रेम पई व्याकुल एवं तुमे मध्य तुम स्त्रींको प्रेम चाहम। तेबे आमे परस्पर को काहीकि प्रेम देउनाहु जाहा आमे दुहे चाहुछु। मना कर नाही रामू, नचेत मु बंची पारिबी नाही। भाबिनियो जे आजि रातिरे मु तुम स्त्री एवं तुमर मो उपरे संपूर्ण कर्तृत्व अछि। एहा कही मु तांकु मो बाहुरे धरिली, किंतु रामू मोते गोटे मुहूर्तरे दूरकु ठेलीदेला। मो गोड़रू चादर उठाइला एवं मोर समग्र शरीर को खोड़ाई देला। से मुंड नई ठिया हेले एवं हाथ जोड़ी कहिले, मैडम, मु एहा करिपारिबी नाही। मु मो स्त्री को बहुत भल पाई एवं मु मो स्त्री प्रति विश्वासघातक होई पारिबी नाही, किंबा मु मो मालिकंकु विश्वासघातकता करिपारिबी नाही। नचेत आमको विश्वासघातक कुहाजिब। मैडम, आमे गरीब होई पारु, किंतु आमे आमर कठिन परिश्रम रे बंचु। आमे जानू जे आमर मालिक तुमको छाड़ी मास मास धरी विदेश रे रहुछंती, किंतु एहार अर्थ नुहे जे तुमे तुमर मालिकंक प्रति विश्वासघातक हेबा उचित। तांको सहित प्रेमर सहित कथा हेबा चेष्टा कर। हुएत से राजी हेबे। जदि आमे आम स्त्री मानक बिना सेमानक स्मृति उपरे निर्भर करी बंची पारिबु, तेबे तुमे काहीकि करि पारिबो नाही। सर्वोपरि प्रेम एवं विश्वास मध्य गुरुत्वपूर्ण जिनिस एवं तापरे आमे मालिक आमे दूर रे थिबा बेले कठिन परिश्रम करू एवं ताहा मध्य तुमर खुशी पाई। जदि मु अधिक कहिथाए, मैडम, दयाकरी मोते क्षमा कर। रामूर कथा सुनी मु लज्जारे बुड़ीगली। मु तांको आखि को चाही पारिली नाही। तांको प्रत्येक शब्द मो कानरे एसिड जळाइबा परिथिला। से ठीक कहिथिले। रामू हाथ जोड़ी कहिला, मैडम, मु आउ आपणक घरे काम करि पारिबी नाही। मु काली चली जिबी एवं अन्य एक चाकिरी खोजिबी। मु रामू को कहिली, एहा कर नाही। मु मोर भूल पाई बहुत लज्जित। तुमे काहीकि छाड़ी देउछ? रामू उत्तर देला, ना मैडम, एबे चली जिबा भल, कारण जेतेबेले आमे तुमको देखिबु मु हुएत तुमको आखिरे देखि पारिबी नाही एवं तुमे मो आखिरे आखि मिसाई देखि पारिबो नाही। एवं मागाम, तुमे युवती एवं मु मध्य युवक, मु हुएत भूल करिदेबी। आमे बहुत भयभीत, तेणु आमे चली जिबा भल। मु हाथ जोड़ी रामू को क्षमा मागिली। मु जाहा करिछि सेथिपाई मोते क्षमा कर। रामू, मु किछि समय पाई भासी जाइथिली। मु जानि नाही किपरि शयतान मो हृदय एवं मन को कबजा करि नेइछि। रामू कहिला, मैडम, मोते क्षमा मागंतु नाही। एही बयसरे केतेबेले भूल हुए। जदि तुमे तुमर मालिकंक सह कथा हुओ, तेबे सबु किछि ठीक होई जिवो। एहा सहित परदिन रामू तांकर समस्त जिनिसपत्र उठाई सबुदिन पाई आम घरु चलीगला। से जीवा समय रे रामू कहिला, मु दुखित मैडम, मते क्षमा करि दियागला, किंतु मोर भूल जोगु बिचरा रामू को चाकिरी छाड़िबाकु पड़िला। मोर भूल जोगु मु जणे भल, निरीह एवं सचोट चाकर को हराइली। तेबे बंधुगण, एहा थिला आजिर कहानी। आपणकर मतामत कण दयाकरी आमको मंतव्य जणांतु। जदि आपण भिडियोटी उपभोग करिछंती, दयाकरी लाइक, शेयर एवं चैनल को सब्सक्राइब करंतु। धन्यवाद। एक नूतन कहानी सहित शीघ्र देखा हेबो।